जय श्री राम। सब्सक्राइब करंतु एबे हम चैनल को एवं प्रेस करंतु बेल आइकन को जहा फଳରେ लेटेस्ट वीडियो नोटिफिकेशन आपण मानकु सर्वप्रथमे मिली जिवो। नमस्कार बंधुगण, केमिति अछंती समस्ते? आशा करूछि आपण समस्ते बहुत ही भलरे थिबे। आज रही वीडियो रे मु आपण मानकु कहिबाकु जाउछि कि एप्रिल मासर शेष दिन एवं मे मासर प्रथम दिन विषय रे, जहा हेउछि कि एप्रिल 30 तारिख एवं मे 1 तारिखर दिन आपण समस्तଙ୍କ ପାଇଁ କିନା କିପରି ଭାବରେ ସାବ୍ୟସ୍ତ ହେବା ପାଇଁ କିନା ଯାଉଅଛି। ଆପଣ ମାନେ ଏହି ଦୁଇ ଦିନକୁ କିପରି ଭାବରେ ପ୍ଲାନିଂ ମଧ୍ୟ କରିବେ, ଆପଣ ମାନଙ୍କର ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ, ଆପଣ ମାନଙ୍କର ବୈବାହିକ ଜୀବନ କିପରି ଭାବରେ ରହିବ, ଆପଣ ମାନଙ୍କର ବ୍ୟବସାୟ, କ୍ୟାରିୟର ଏବଂ ବିଜନେସ୍ ମଧ୍ୟ କିପରି ଭାବରେ ରହିବ, ତା ସହିତ ଆପଣ ମାନଙ୍କର ଏ ଦିନରେ କ'ଣ ସବୁ ସୁବିଧା ଏବଂ ଅସୁବିଧା ମଧ୍ୟ ରହିବ। ଆପଣ ମାନଙ୍କର ଏହି ଦୁଇ ଦିନରେ କ'ଣ ସତରେ ସ୍ୱାସ୍ଥ୍ୟ ଆପଣ ମାନଙ୍କର ଭଲ ରହିବ, ତା ବିଷୟରେ ମଧ୍ୟ ମୁଁ ଆପଣ ମାନଙ୍କୁ ଜଣେଇବି ଏବଂ ଏହି ଭିଡ଼ିଓ ଶେଷରେ ମୁଁ ଆପଣ ମାନଙ୍କୁ ଗୋଟିଏ ଉପାୟ ବିଷୟରେ ମଧ୍ୟ କହିବି, ଯାହା ଦ୍ୱାରା କି ଆପଣ ମାନେ ଏ ଦୁଇ ଦିନକୁ ଆହୁରି ଅଧିକ ଶୁଭ ଏବଂ ମଙ୍ଗଳଦାୟକ ସାବ୍ୟସ୍ତ ଭରା କରିପାରିବେ। ବେଶୀ କିଛି ଡେରି ନ କରି ଆସନ୍ତୁ ଜାଣିବା ଆପଣ ମାନଙ୍କ ପାଇଁ କିନା କ'ଣ ସତରେ ଏହି ଏପ୍ରିଲ ମାସର ଶେଷ ଦିନ ଅର୍ଥାତ୍ ଏପ୍ରିଲ 30 ତାରିଖ ଏବଂ ମେ ମାସର ପ୍ରଥମ ଦିନ ଅର୍ଥାତ୍ ମେ 1 ତାରିଖର ଦିନ କ'ଣ ସତରେ ଆପଣ ସମସ୍ତଙ୍କ ପାଇଁ କିନା ପଜିଟିଭ ହେବା ପାଇଁ କିନା ଯାଉଅଛି। ଏବଂ ଆପଣ ମାନଙ୍କର ପ୍ରଥମ ଭାଗରେ ଶନି ବିରାଜିତ ଏବଂ ଚତୁର୍ଥରେ ବୃହସ୍ପତି ଏବଂ ସୂର୍ଯ୍ୟଙ୍କ ସହିତ ବୁଧ ମଧ୍ୟ ରହୁଛନ୍ତି, ଯାହା ସହିତ ବିଶେଷ ଭାବରେ ଯଦି କହିବା ଷଷ୍ଠ ଘରେ ଆପଣ ମାନଙ୍କର କେତୁ ବିରାଜିତ ଅଛନ୍ତି ଏବଂ ମଙ୍ଗଳ ସପ୍ତମରେ ଏବଂ ସପ୍ତମରେ ମଙ୍ଗଳ ରହିଛନ୍ତି, ତ ଦ୍ୱାଦଶ ଭାଗରେ ରାହୁ ବିରାଜିତ କରିଛନ୍ତି। ତ ଗ୍ରହ ମାନଙ୍କର ଏପରି ସ୍ଥିତି ଆମେ ଯଦି କହିବା, ତ ଆପଣ ମାନଙ୍କ ଜୀବନରେ କ'ଣ ସବୁ ପରିବର୍ତ୍ତନ ନେଇକିନା ଆସିବ, କ'ଣ ଆପଣ ମାନଙ୍କ ଜୀବନରେ ଖୁସି ଆସିବ, ଆଗାମୀ ଏହି ଦୁଇ ଦିନରେ ନିଶ୍ଚିତ ଭାବରେ ଆମେ ସବୁ କିଛି ଜାଣିବା। ଏଇ ଗୋଟିଏ ଭିଡ଼ିଓରେ ଆମେ ସବୁ କିଛି ଜାଣିବା। ଯଦି ଆମେ ବିଶେଷ ଭାବରେ କହିବା କି ଏଇ ଦୁଇ ଦିନ ସ୍ଥିତିରେ କେତୋଟି ଦିନରେ ଆପଣ ମାନଙ୍କ ସ୍ଥିତିରେ ମହା ପରିବର୍ତ୍ତନ ମଧ୍ୟ ଆସିବ, ତେଣୁ ଭିଡ଼ିଓଟିକୁ ପ୍ରଥମରୁ ଲାଷ୍ଟ ପର୍ଯ୍ୟନ୍ତ ମଧ୍ୟ ଦେଖନ୍ତୁ। ଯଦି କହିବା କି ଗ୍ରହ ମାନଙ୍କର ଶନି ରାଜା ବିଶେଷ ଭାବରେ ଆପଣ ମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ, ଆପଣ ମାନଙ୍କ ଲାଇଫରେ ୟୁଟର୍ନ ମଧ୍ୟ ଆସିବ। ଶନି ବକ୍ରି ଅବସ୍ଥାରେ ରହିବେ ତ ସ୍ଥିତିରେ ପରିବର୍ତ୍ତନ ନିହାତି ଭାବରେ ଦେଖିବା ପାଇଁ କିନା ମିଳିବ। ତ ଆପଣ ମାନଙ୍କୁ 5ଟି ଦିଗରୁ ପରିବର୍ତ୍ତନ ଦେଖିବା ପାଇଁ କିମ୍ବା ଲାଭ ଦେଖିବା ପାଇଁ କିନା ମିଳିବ ଏବଂ ତା ସହିତ 3ଟି କ୍ଷେତ୍ରରେ ଆପଣ ମାନଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁ କିନା ପଡ଼ିବ। ଆସନ୍ତୁ ଏବେ ଜାଣିବା ଏଇ ଦୁଇ ଦିନର ସ୍ଥିତି ଆପଣ ମାନଙ୍କ ପାଇଁ କିପରି ଭାବରେ ରହିବ। ତେଣୁ ଦୟାକରି ଭିଡ଼ିଓଟିକୁ ଫାର୍ଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ସର୍ବପ୍ରଥମେ ଯଦି କହିବା କି ଆପଣ ମାନଙ୍କୁ ବନ୍ଧୁ ମିଳନର ଯୋଗ ମଧ୍ୟ ବନୁଅଛି, ଯାହାକି ଆପଣ ମାନଙ୍କୁ ନୂତନ ବନ୍ଧୁ ମଧ୍ୟ ମିଳିବ, ଯାହା ଦ୍ୱାରା ଆପଣ ମାନେ ସେ ସବୁକୁ ନେଇକିନା ଲାଭ ମଧ୍ୟ ଉଠେଇବେ। ତା ସହିତ ଅତୀତରେ କିଛି ବନ୍ଧୁ ଯିଏ ଆପଣ ମାନଙ୍କ ଠାରୁ ଦୂରେଇକିନା ଯାଇଥିଲେ, ସେମାନଙ୍କ ସହିତ ଆପଣ ମାନଙ୍କର କିଛି ଶତ୍ରୁତା, କିଛି ବାଦ ବିବାଦ ମଧ୍ୟ ହୋଇଥିଲା, ତ ପୁନର୍ବାର ଆପଣ ମାନେ ଯୋଡ଼େ ମଧ୍ୟ ହୋଇପାରନ୍ତି। ଆଉ ଆଗକୁ ଆପଣ ମାନଙ୍କର ବନ୍ଧୁ ମିଳନର ପ୍ରବଳ ଯୋଗ ମଧ୍ୟ ବନୁଅଛି। ନିଶ୍ଚିତ ଭାବରେ ଦେଖିନଥିବା ବନ୍ଧୁକୁ ଆପଣ ମାନେ ପୁଣି ଥରେ ଦେଖିବେ ଓ ତାଙ୍କ ଦ୍ୱାରା ବହୁତ ଉପକୃତ ମଧ୍ୟ ଆପଣ ମାନେ ହୋଇପାରିବେ ଓ ଆପଣ ମାନେ ତାଙ୍କଠାରୁ କିଛି ଜ୍ଞାନ ଆହରଣ ମଧ୍ୟ କରିବେ, ଯାହା ଦ୍ୱାରା ଆପଣ ମାନଙ୍କର ଲାଇଫରେ ବହୁତ ବଡ଼ ପରିବର୍ତ୍ତନ ମଧ୍ୟ ଆଣିବ। ତ ନିଶ୍ଚିତ ଭାବରେ ଆପଣ ମାନେ এই କଥାଟିକୁ ଧ୍ୟାନର ସହିତ ମନେ ରଖନ୍ତୁ। ଯଦି ବିଶେଷ ଭାବରେ କହିବା କି ଏ ସପ୍ତାହ ମଧ୍ୟରେ ଆପଣ ମାନଙ୍କୁ ଅର୍ଥର ବହୁତ ସମ୍ଭାବନା ମଧ୍ୟ ରହିଅଛି। ଶନି ଯେହେତୁ ବକ୍ରି ଅବସ୍ଥାରେ ରହିଛନ୍ତି, ଯାହାକି ବିଶେଷ ଭାବରେ ସ୍ଥିତିରେ ପରିବର୍ତ୍ତନ ମଧ୍ୟ ଆସିବ। ଏହା ସହିତ ବିଶେଷ ଭାବରେ ଯଦି କହିବା ଆପଣ ମାନଙ୍କୁ ଧନ ଲାଭର ସଂକେତ ମଧ୍ୟ ମିଳୁଛି। ତା ସହିତ ଅନଲାଇନ କ୍ଷେତ୍ରରେ ଆପଣ ମାନଙ୍କୁ ଭଲ ସୁଯୋଗ ମଧ୍ୟ ମିଳିପାରେ। ଆପଣ ମାନେ ଯଦି କୌଣସି ମିତ୍ର ଠାରୁ ଧନର ଆଶା କରିଥିଲେ, ତ ଆପଣ ମାନଙ୍କୁ ଧନର ସ୍ଥିତି ମଧ୍ୟ ମିଳିବ। ଅନଲାଇନ କ୍ଷେତ୍ରରେ ଯଦି କିଛି କାର୍ଯ୍ୟ କରୁଛନ୍ତି, ତା ବି ଆପଣଙ୍କ ମାନଙ୍କ ପାଇଁ ବହୁତ ସ୍ଥିତି ଭଲ ମିଳିବ। ଅଚାନକ ଧନ ମିଳିବାର ସମ୍ଭାବନା ମଧ୍ୟ ବନିବ। ଆପଣ ମାନଙ୍କୁ କିଛି ନା କିଛି ଧନ ଏପରି ଭାବରେ ମିଳିବ,
ଯାହାର ଚିନ୍ତା ଆପଣମାନେ କେବେ ବି କରିନଥିବେ। ଯଦି ଆପଣମାନେ ଅର୍ଥ ଲାଭ ପାଇଁ କୌଣସି ବି କାର୍ଯ୍ୟରେ ହାତ ଦେଉଛନ୍ତି, ତେବେ ତାହା ନିଶ୍ଚିତ ଭାବରେ କରନ୍ତୁ, କାହିଁକି ନା ଆପଣମାନଙ୍କୁ ସେଥିରୁ ଲାଭ ହିଁ ନିହାତି ଭାବରେ ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ଆପଣମାନଙ୍କୁ ସହଯୋଗ ଏବଂ ସୁବିଧା ମିଳିବ। କାହିଁକି ନା ଆପଣମାନଙ୍କୁ ଭାଗ୍ୟର ସହଯୋଗ ମିଳିବ ଏବଂ ଭାଗ୍ୟ ଆପଣମାନଙ୍କ ସାଥିରେ ରହିବ। କିନ୍ତୁ ଯାହା ବି ଆମେମାନେ କର୍ମ କରିଥାଉ ତାହା ହିଁ ଆମମାନଙ୍କୁ ଫଳ ମିଳିଥାଏ। କିନ୍ତୁ ଭାଗ୍ୟ ଆମମାନଙ୍କ ସାଥିରେ ଥିଲେ ସବୁ କାମ ସମ୍ପୂର୍ଣ୍ଣ ହୋଇପାରେ। ଗ୍ରହମାନଙ୍କର ଏପରି ପରିବର୍ତ୍ତନ ହେବା ଦ୍ୱାରା ଭାଗ୍ୟର ମଧ୍ୟ ପରିବର୍ତ୍ତନ ହେବା ପାଇଁକିନା ଯାଉଅଛି, ଯାହାଦ୍ୱାରା ଆମମାନଙ୍କୁ ଶୁଭ ଫଳ ମଧ୍ୟ ମିଳିବ। ଯଦି ଆପଣମାନଙ୍କୁ କୌଣସି ବି କାର୍ଯ୍ୟରେ ବାଧା ଆସୁଥିଲା ସେସବୁର ମଧ୍ୟ ପରିବର୍ତ୍ତନ ଦେଖାଦେବ। ଯଦି ଆମେ କହିବା କି ସ୍ଥିତି ଆପଣମାନଙ୍କର ବହୁତ ଭଲ ମଧ୍ୟ ରହିବ। ଆପଣମାନେ ବଡ଼ କାମ କରନ୍ତୁ କିମ୍ବା ଛୋଟ କାମ କରନ୍ତୁ, ଆପଣମାନଙ୍କୁ ସେଥିରେ ଖୁସି ହିଁ ଖୁସି ଅନୁଭବ କରିବେ। ଏ 2 ଦିନ ତ ଆପଣମାନଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିବ, କିନ୍ତୁ ଏହାପରେ ବି ଆପଣମାନଙ୍କୁ କିଛିଟା ସତର୍କତା ମଧ୍ୟ ଅବଲମ୍ବନ କରିବା ପାଇଁକିନା ପଡ଼ିବ। ତାହା ଏ ଭିଡ଼ିଓରେ ଜାଣିବା କି ଆପଣମାନଙ୍କୁ ଆସୁଥିବା ଏହି ଅସୁବିଧା କେମିତି ଏବଂ କିପରି ଭାବରେ କଟିବ। ଆପଣମାନଙ୍କର ଧନ ତ ବଢ଼ିବ କିମ୍ବା ବନ୍ଧୁ ମିଳନର ଯୋଗ ମଧ୍ୟ ବନୁଅଛି। ଆୟର ବୃଦ୍ଧି ମଧ୍ୟ ଘଟିବ। ପ୍ରତ୍ୟେକ କ୍ଷେତ୍ରରେ ଆପଣମାନଙ୍କୁ ଶୁଭ ଫଳ ହିଁ ମିଳିବ। କିନ୍ତୁ ଆୟର ତ ବୃଦ୍ଧି ଘଟିବ, କିନ୍ତୁ ତଥାପି ଆପଣମାନଙ୍କର ବ୍ୟୟର ସମ୍ଭାବନା ଅଧିକ ମାତ୍ରାରେ ଅଛି। କାହାକୁ ଆପଣମାନଙ୍କର ସହଯୋଗ କରିବା ପାଇଁକିନା ପଡ଼ିବ କିମ୍ବା ମେଡ଼ିକାଲର ଚକ୍କର ମଧ୍ୟ ଆପଣମାନଙ୍କୁ ଏଇ ଦିନମାନଙ୍କରେ କଟିବାକୁ ପଡ଼ିବ। ଏବଂ କାହା ପାଇଁ ମଧ୍ୟ ଆପଣମାନେ ଖର୍ଚ୍ଚ କରିପାରନ୍ତି, କାହିଁକି ନା ଆପଣମାନଙ୍କର ଏ ଦିନରେ ବ୍ୟୟର ସମ୍ଭାବନା ମଧ୍ୟ ବନୁଅଛି। କିମ୍ବା ଆପଣମାନେ କିଛି ସାଜସଜ୍ଜା ଏବଂ ସୌଖିନ କ୍ଷେତ୍ରରେ ମଧ୍ୟ ଧନର ବ୍ୟୟ ମଧ୍ୟ କରିଦେବେ। ଏପରି କହିବାର ଅର୍ଥ କି ଆପଣମାନଙ୍କର ଯଦି ବ୍ୟୟର ସମ୍ଭାବନା ବନୁଅଛି, ସେଥିପାଇଁକିନା ଆପଣମାନେ ସାବଧାନ ମଧ୍ୟ ହେଇଯାଆନ୍ତୁ। ଆପଣମାନେ ଟିକେ ଖର୍ଚ୍ଚକୁ କମେଇବାକୁ ମଧ୍ୟ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କୁ ବ୍ୟୟର ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆପଣମାନେ ଚିନ୍ତାରେ ମଧ୍ୟ ପଡ଼ିବେ ନାହିଁ। ଏହା ସହିତ ଆପଣମାନଙ୍କ ପାଇଁ ଆଉ ଗୋଟିଏ ସତର୍କତା ମଧ୍ୟ ବନୁଅଛି କି ଆପଣମାନଙ୍କୁ ଅପବାଦର ଯୋଗ ମଧ୍ୟ ବନୁଥିଲା, ଯୋଗ ମଧ୍ୟ ଆସୁଥିଲା। ତ ଆପଣମାନେ ବିଶେଷ ଭାବରେ ତା ପ୍ରତି ଧ୍ୟାନ ଦିଅନ୍ତୁ କି କୁସଙ୍ଗ, ଖରାପ ମିତ୍ର ଏବଂ କୌଣସି ନିଶାଦ୍ରବ୍ୟ ବ୍ୟକ୍ତିମାନଙ୍କ କିମ୍ବା ଖରାପ କାର୍ଯ୍ୟଠାରୁ ଆପଣମାନେ ବିଶେଷ ଭାବରେ ଦୂରେଇକିନା ରୁହନ୍ତୁ। କାରଣ ଆପଣମାନଙ୍କର ବହୁତ ବଡ଼ ସ୍ଥିତି ବନିବ, ଯାହାଦ୍ୱାରା ଆପଣମାନେ ଆଗକୁ ମଧ୍ୟ ବଢ଼ିବେ। କିନ୍ତୁ ଆପଣମାନଙ୍କୁ ସବୁ ଶୁଭ ଫଳ ମିଳିବ। କିନ୍ତୁ ଆପଣମାନେ ଯଦି ଏହି କୁସଙ୍ଗ କିମ୍ବା ଖରାପ ଲୋକମାନଙ୍କ ସହିତ ମିଳିମିଶି ଚଳିବେ, ତେବେ ଆପଣମାନଙ୍କୁ ଯେଉଁ ସବୁ ଶୁଭ ଫଳ ମିଳିବାକୁ ଯାଉଥିଲା ସେମାନେ ଆପଣମାନଙ୍କୁ ଅପମାନିତ ମଧ୍ୟ କରିପାରନ୍ତି। ତେଣୁ ଆପଣମାନେ ସେମାନଙ୍କଠାରୁ ଯଥାଶୀଘ୍ର ଦୂରେଇକିନା ରୁହନ୍ତୁ। ଆପଣମାନେ ଭୁଲରେ ବି କାହା ସହିତ କଳି ଝଗଡ଼ା ମଧ୍ୟ କରନ୍ତୁ ନାହିଁ। ଆପଣମାନେ ସଦା ସର୍ବଦା ଭାବି ଚିନ୍ତିକିନା କାର୍ଯ୍ୟ କରନ୍ତୁ। ଦେଖିବେ ଆପଣମାନେ ଯଦି ଏହି ଛୋଟ ଛୋଟ କଥାକୁ ଆପଣମାନେ ସବୁବେଳେ ଧ୍ୟାନ ଦେବେ, ତେବେ ଏ ଦିନମାନଙ୍କରେ ଆପଣମାନେ ସକାରାତ୍ମକ ହୋଇକିନା ରହିବେ, ଯାହାଦ୍ୱାରା ଆପଣମାନେ ସକ୍ସେସ୍ ହେଇପାରିବେ। ଯାହା ଚାହିଁବେ ମଧ୍ୟ ଆପଣମାନେ ଏ ଦିନମାନଙ୍କରେ ପ୍ରାପ୍ତ ମଧ୍ୟ କରିପାରିବେ। ଆପଣମାନେ ଭଲ ଲୋକମାନଙ୍କ ସହିତ ମିଶନ୍ତୁ ଏବଂ କିଛି ନୂଆ କାର୍ଯ୍ୟ କରିବା ପାଇଁକିନା ଚେଷ୍ଟା କରନ୍ତୁ। ଆଉ ଆପଣମାନଙ୍କ ଲାଇଫରେ କିଛି ପରିବର୍ତ୍ତନ ମଧ୍ୟ ଆଣନ୍ତୁ। ଦେଖିବେ ଆପଣମାନେ ବହୁତ ଭଲରେ ଏବଂ ଖୁସିରେ ରହିବେ। ଯେହେତୁ ଆପଣମାନଙ୍କର ଶନି ବକ୍ରି ଅବସ୍ଥାରେ ଅଛନ୍ତି, ତେଣୁ ଆପଣମାନଙ୍କୁ ସବୁ କ୍ଷେତ୍ରରେ ଲାଭ ହିଁ ଲାଭ ମିଳିବ। ତ ଆପଣମାନେ ସଦା ସର୍ବଦା ଠିକ୍ ରାସ୍ତାରେ ଚାଲନ୍ତୁ ଏବଂ ଭଲରେ ରୁହନ୍ତୁ। ଯେହେତୁ ଆପଣମାନେ ଜାଣିଛନ୍ତି ସ୍ୱାମୀ ଶନିଦେବ ଆପଣମାନଙ୍କୁ ବହୁତ ଭଲ ଫଳ ପ୍ରଦାନ କରିବେ, ଆଉ କେବେ ଖରାପ ଫଳ ମଧ୍ୟ ପ୍ରଦାନ କରିଥାନ୍ତି। ତେଣୁ ଆପଣମାନେ ସବୁବେଳେ ସତର୍କତା ହୋଇକିନା ରୁହନ୍ତୁ। ଆପଣମାନଙ୍କୁ ଯଦି ଆଜିର ଏ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ବୋଲି ନିଶ୍ଚିତ ଭାବରେ ଲେଖନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।